ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ବିନ୍ଦୁସାର ମୌର୍ଯ୍ୟ ରାଜବଂଶର ଦ୍ୱିତୀୟ ସମ୍ରାଟ ଥିଲେ, ଯିଏ ଖ୍ରୀଷ୍ଟପୂର୍ବ 297 ରୁ 273 ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ସେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପୁତ୍ର ଏବଂ ମହାନ ଅଶୋକଙ୍କ ପିତା ଥିଲେ। ସେ କଳିଙ୍ଗ ଏବଂ ଦକ୍ଷିଣତମ ଅଞ୍ଚଳ ବ୍ୟତୀତ ସମଗ୍ର ଭାରତରେ ମୌର୍ଯ୍ୟ ସାମ୍ରାଜ୍ୟକୁ ବିସ୍ତାର କରିଥିଲେ। ବିନ୍ଦୁସାର ଗ୍ରୀକ୍ ସମେତ ବିଦେଶୀ ରାଜ୍ୟମାନଙ୍କ ସହିତ ଦୃଢ଼ ପ୍ରଶାସନ ଏବଂ କୂଟନୈତିକ ସମ୍ପର୍କ ବଜାୟ ରଖିବା ପାଇଁ ଜଣାଶୁଣା ଥିଲେ। ତାଙ୍କ ପରେ ଅଶୋକ ସିଂହାସନ ଆରୋହଣ କଲେ, ଯିଏ ଭାରତର ଜଣେ ମହାନ ସମ୍ରାଟ ହୋଇଗଲେ। ଭିଡ଼ିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରିକି ଜଣେଇବେ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବେ। ଭିଡ଼ିଓ କନଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।